ଆପଣ ରୁଟି ଖାଉଛନ୍ତି କି? ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା। ରୁଟିରେ ବହୁ ପରିମାଣର ପୋଷକ ତତ୍ତ୍ୱ ରହିଛି। ରୁଟିରେ B1, B2, B3, B6 ଭଳି ପୋଷକ ତତ୍ତ୍ୱ ରହିଛି, ଯାହା ଆମ ଶରୀରକୁ ପୋଷଣ ଯୋଗାଇଥାଏ ଓ ଆମ ଶରୀରକୁ ଶକ୍ତି ମିଳିଥାଏ। ଆସନ୍ତୁ ଜାଣିବା ରୁଟି ଖାଇବାର ଉପକାରିତା। ରୁଟି ଆମ ଶରୀରର ରକ୍ତର ଆବଶ୍ୟକତାକୁ ପୂରଣ କରେ। ଗହମ ତିଆରି ରୁଟି ଦେହ ପାଇଁ ବହୁତ ଉପଯୋଗୀ ହୋଇଥାଏ। ଗହମ, ବୁଟ ଆଦି ଶସ୍ୟ ଆମ ଦେଶରେ ଉତ୍ପାଦନ କରାଯାଏ। ଗହମରେ ଆଇରନ୍ ରହିଛି, ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ଓ ଏହା ଆମ ଶରୀର ରକ୍ତର ଆବଶ୍ୟକତାକୁ ମେଣ୍ଟାଇଥାଏ। ରୁଟି ଖାଇବା ଦ୍ୱାରା ଇନସୁଲିନ୍ ଓ ଗ୍ଲୁକୋଜ୍ ପରିମାଣ ନିୟନ୍ତ୍ରଣରେ ରହିଥାଏ, ଯାହା ଆମ ଶରୀରରେ ଡାଇବେଟିସ୍କୁ ନିୟନ୍ତ୍ରଣ କରେ। ଡାଇବେଟିସ୍ ରୋଗୀମାନେ ରୁଟି ଖାଇବା ଆବଶ୍ୟକ ଅଟେ। ରୁଟିରେ ପୋଟାସିୟମ୍ ଥାଏ, ଏହା ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣରେ ରଖେ। ପ୍ରତିଦିନ ଗୋଟିଏ ଲେଖାଏଁ ରୁଟି ଖାଇବା ଭଲ ଅଟେ। ରୁଟିରେ ଫାଇବରର ପରିମାଣ ଅଧିକ ଥାଏ। ପେଟରେ ଷ୍ଟୋନ୍ ହୋଇଥିଲେ ଗହମ ରୁଟି ଖାଇବା ଭଲ, ଯାହା ଷ୍ଟୋନ୍କୁ ମେଲ୍ଟ କରିବାରେ ସାହାଯ୍ୟ କରେ ଓ ଷ୍ଟୋନ୍ର ସମ୍ଭାବନାକୁ କମ୍ କରେ। ଦିନକୁ ଦିନ ବ୍ରେଷ୍ଟ କ୍ୟାନ୍ସର ବଢ଼ିବାରେ ଲାଗିଛି, ଏଥିପାଇଁ ରୁଟି ପ୍ରତିଦିନ ଖାଇବା ବହୁତ ଭଲ ଅଟେ। ରୁଟିରେ କାର୍ବୋହାଇଡ୍ରେଟ୍ ଓ ଫାଇବର ରହିଥାଏ, ଯାହା ଆମ ପାଚନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ରୁଟି ଖାଇବା ଦ୍ୱାରା କାମ କରିବାକୁ ଶକ୍ତି ମିଳେ, ପେଟ ଫୁଲ୍ ରହେ ଓ ଶରୀର ହାଲକା ଲାଗେ। ରୁଟିରେ ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱ ରହିଛି, ଯାହା ଆମ ଶରୀର ପାଇଁ ଉପଯୋଗୀ। ପୌଷ୍ଟିକ ତତ୍ତ୍ୱ ରହିଥିବାରୁ ଏହା ଭାତଠାରୁ ମଧ୍ୟ ଭଲ ଅଟେ। ପେଟଜନିତ ସମସ୍ୟା ଥିଲେ ରୁଟି ଖାଇବା ଭଲ, ବିଶେଷ କରି ମାର୍କେଟରେ ମିଳୁଥିବା ଅଟାଠାରୁ ଗହମ ତିଆରି ରୁଟି ବହୁତ ଭଲ ଅଟେ। ଏମିତି ନୂଆ ନୂଆ କଥା ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।